नमस्कार। आज आम आलोचना करवा सिंह राशि विषय। सिंह राशि रे ए अक्टोबर मास केमती कटिବ तारि विषय आज आलोचना करवा। सिंह राशि रे अक्टोबर 2025 राशि फल। ଏହି ମାସଟି ସିଂହ ରାଶି ପାଇଁ ପରିବର୍ତ୍ତନ, ଅନ୍ତର୍ନିହିତ ବିକାଶ, ନୂତନ ଯୋଗାଯୋଗର ସମୟ। ମାସର ପ୍ରଥମ ଭାଗରେ ଆପଣଙ୍କ ସମ୍ପର୍କ ଆଲୋଚନା କୌଶଳ ଶକ୍ତିଶାଳୀ ହେବ, କିନ୍ତୁ ମାସ ଶେଷ ଆସିଲେ ଘର ପରିବାର ଆତ୍ମିକ ସ୍ଥିରତା ଉପରେ ଧ୍ୟାନ দিব। ଆପଣ ଗ୍ରହ ନକ୍ଷତ୍ର କଣ ରହୁଛି ଗ୍ରହ ମାନଙ୍କର ପ୍ରଭାବ। ସୂର୍ଯ୍ୟ ଆପଣଙ୍କ ରାଶିର ସ୍ୱାମୀ ଗ୍ରହ ଅକ୍ଟୋବର ପ୍ରଥମ 3 ସପ୍ତାହ ପର୍ଯ୍ୟନ୍ତ ତୁଳାରେ ରହିବେ, ଯାହା ଆପଣଙ୍କ ତୃତୀୟ ଭାବ କମ୍ୟୁନିକେସନ କରେଜ ଟ୍ରାଭେଲ ଉପରେ ପ୍ରଭାବ ପକାଇଥାଏ। ଏହା ଆପଣଙ୍କ ଯୋଗାଯୋଗ ଶକ୍ତି ସୋସିଆଲ ସଂଯୋଗ ସହଜ ବଢାଇଥାଏ। ଅକ୍ଟୋବର 22ରେ ସୂର୍ଯ୍ୟ ବୃଶ୍ଚିକ ବା ସ୍କର୍ପିଓରେ ପ୍ରବେଶ କରିବେ, ଯେଉଁଥିରେ ଆପଣଙ୍କର ଘର ପରିବାର ଆତ୍ମିକ ଶାନ୍ତି ଉପରେ ଅଧିକ ପ୍ରଭାବ ଦେଖାଯିବ। ପ୍ରଥମ ଅଧା ମାସ କାମ ସୋସିଆଲ କନେକ୍ସନ ନୂତନ ଅବସରରେ ଯିବ। ତୃତୀୟ ଅଧା ମାସ ଘର ଆତ୍ମିକ ଶାନ୍ତି ମନୋବଳ ସଫଳତା ଉପରେ ଧ୍ୟାନ କରିବେ। ଶୁକ୍ରଙ୍କର ଗୋଚର ଅଛି ଆପଣଙ୍କ ରାଶି ଉପରେ ପ୍ରେମ ସମ୍ପର୍କ ଆକର୍ଷଣ। ଶୁକ୍ର 13 ଅକ୍ଟୋବର ପର୍ଯ୍ୟନ୍ତ କନ୍ୟାରେ ରହିବେ, ଯାହା ଆପଣଙ୍କ ଆର୍ଥିକ ଭାଗ ମନି ହାଉସକୁ ସକ୍ରିୟ କରିବ। ଅତିରିକ୍ତ ଆୟ ଛୋଟ ଲାଭ ବ୍ୟବସାୟ ଶୁଭ ସମୟ ରହିବ। ଆପଣ 13 ଅକ୍ଟୋବର ପରେ ଶୁକ୍ର ତୁଳାରେ ପ୍ରବେଶ କରିବେ, ଯାହା ସିଂହ ରାଶି ପାଇଁ କମ୍ୟୁନିକେସନ ପାର୍ଟନରସିପ ଚାର୍ମରେ ବଢାଇ ଦେବ। ଆପଣ ବିଜନେସରେ ବହୁତ ସଫଳତା ଆଣିବ। ମନରେ ବ୍ୟବହାର ନୂତନ ସମ୍ପର୍କ ପ୍ରେମ ସୋସିଆଲରେ ବହୁତ ସଫଳତା ଆପଣ ପାଇବେ। 3 ନମ୍ବର ଗ୍ରହ ବୁଧ ବିଚାର ଓ ଯୋଜନା ଗ୍ରହ ଅକ୍ଟୋବର 6 ପରେ ବୁଧ ବୃଶ୍ଚିକ ବା ସ୍କର୍ପିଓରେ ଯାଇ ପହଞ୍ଚିବେ। ଏହା ଆପଣଙ୍କ ଚତୁର୍ଥ ଭାବ ହୋମ ଇମୋସନାଲ ବେସକୁ ସକ୍ରିୟ କରିବ, ଯାହା ଫଳରେ ଘରର ପରିବର୍ତ୍ତନ ପରିବାର ସହ ଆଲୋଚନା ନୂତନ ବିଚାର ବ୍ୟବସାୟ ଯୋଜନା ଆରମ୍ଭ କରିବେ। ନୂଆ ବ୍ୟବସାୟ ପାଇଁ ଆପଣ ନୂଆ ଯୋଜନା ଆରମ୍ଭ କରିବେ। ମଙ୍ଗଳ କାର୍ଯ୍ୟ ଓ ଶକ୍ତି ଚତୁର୍ଥରେ ଆପଣ ମଙ୍ଗଳ ରହୁଛନ୍ତି। ମଙ୍ଗଳ କାର୍ଯ୍ୟ ଓ ଶକ୍ତି ମଙ୍ଗଳ ଧନୁ ରାଶିରୁ ରେ ରହିବେ, ଯାହା ସିଂହ ପାଇଁ ପଞ୍ଚମ ଭାବ କ୍ରିଏଟିଭ ଫ୍ରେମ୍ ପରଫର୍ମାନ୍ସ ଉପରେ ବହୁତ ପ୍ରଭାବିତ କରେ। ଆପଣଙ୍କ କାର୍ଯ୍ୟ ଗତି ଆତ୍ମବିଶ୍ୱାସ ପରିଶ୍ରମ ବଢିବ। କାର୍ଯ୍ୟସ୍ଥଳରେ ସଫଳତା ପାଇବେ। ସନ୍ତାନ ବା ନୂତନ ପ୍ରୋଜେକ୍ଟରେ ଶୁଭ ଫଳ ଆପଣ ପାଇବେ। ଶନି ପଞ୍ଚମରେ ଶନି ବି ଆପଣଙ୍କ ଗ୍ରହରେ ଏ ମାସରେ ଗତି କରୁ। ଶନି ଶିକ୍ଷା ଶିଷ୍ଟାଚାର ଧୈର୍ଯ୍ୟ। ଶନି କୁମ୍ଭ ରାଶିରେ ରହିଛନ୍ତି। ଶନିଙ୍କ ପାଇଁ ସପ୍ତମ ଭାଗ ପାର୍ଟନରସିପ ମ୍ୟାରେଜରେ ସମ୍ପର୍କ ବିବାହିତ ଜୀବନରେ ଧୈର୍ଯ୍ୟ ବାଲାନ୍ସ ଆବଶ୍ୟକ। କୌଣସି ଡିଷ୍ଟର୍ବାନ୍ସ ଦୂରେଇ ରହିବା ଦରକାର। କୌଣସି ଡିଷ୍ଟର୍ବାନ୍ସ ନ କରିବା ଦରକାର। ପ୍ରେମ ଓ ବ୍ୟବସାୟର ସହଯୋଗିତା ପରୀକ୍ଷା ଦୀର୍ଘ କାଳୀନ ସଫଳତା ପାଇଁ ଏକ ଶିଖିବାର ସମୟ ହୋଇଥାଏ। ଶନି ଯେତେବେଳେ ଆପଣଙ୍କ ଏଇ ମାସରେ ଆପଣ ଦୀର୍ଘକାଳ କୌଣସି ବ୍ୟବସାୟ କରିବେ କି ଫ୍ୟୁଚର ପାଇଁ କୌଣସି ବ୍ୟବସାୟ କିମ୍ବା ଜବ୍ କରିଛନ୍ତି। ସିଂହ ରାଶି ବ୍ୟକ୍ତି ତ ବହୁତ କମ ଜବ୍ କରିଥାନ୍ତି। ବହୁତ ବିଜନେସ କିମ୍ବା ସେଲ୍ଫ ସେମାନେ ଇନକମ କରିବାକୁ ଚେଷ୍ଟା କରିଥାନ୍ତି। ତେଣୁ ଶନି ଏଇ ମାସରେ ଆପଣ ଦୀର୍ଘକାଳୀନ ସଫଳତା ପାଇଁ ଏକ ଶିକ୍ଷା ବା ସମୟ ରହିବ। 6 ନମ୍ବରରେ ରାହୁ କେତୁ ଅକ୍ଷୟ ଆକିଶରେ ଗତି କରୁଛନ୍ତି। ରାହୁ ମୀନରେ କେତୁ କନ୍ୟାରେ ରହିବେ। ଏହା ଆପଣଙ୍କୁ ଧନ ଗୁପ୍ତ ଜ୍ଞାନ ଉପରେ ପ୍ରଭାବିତ କରିପାରେ। ଆପଣଙ୍କୁ ଧନ ଓ ଗୁପ୍ତ ଜ୍ଞାନ ଉପରେ ପ୍ରଭାବିତ କରିପାରେ। ଗୁପ୍ତ ଶିକ୍ଷା ବା ଆର୍କିଓଲୋଜି ଇଣ୍ଟରେଷ୍ଟ ବଢିପାରେ। ଆଷ୍ଟ୍ରୋଲୋଜି ଇଣ୍ଟରେଷ୍ଟ ବଢିପାରେ। ଅଜଣା ଖର୍ଚ୍ଚ ବା ଆର୍ଥିକ ନିଷ୍ପତ୍ତିରେ ସତର୍କ ହୁଅନ୍ତୁ। ପ୍ରତିଦିନ ଓಂ ସୂର୍ଯ୍ୟାୟ ନମଃ 11 ବାର ଜପ କରନ୍ତୁ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ପାଣିରେ ଯଦି କଳା ଖସା ମିଶେଇ ଯଦି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବେ ଆହୁରି ଆପଣଙ୍କୁ ପୁଣ୍ୟ ହବ। ତା ସହିତ ଆଉ ଯଦି ଆପଣ ଅସ୍ୱସ୍ଥ ଗଛ ଥବ ସୂର୍ଯ୍ୟଙ୍କୁ ସେଇ ସମୟରେ ସକାଳ ସମୟ ଯଦି ତାପରେ ପାଣି ଢାଳି 11 ଥର ସୂର୍ଯ୍ୟାୟ ନମଃ ଆଦିତ୍ୟାୟ ନମଃ କହିକିନା ଯଦି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ଆହୁରି ଉନ୍ନତ ହବ। ଆଉ ପ୍ରତି ସୋମବାର ଏବେ ଆପଣ ଶିବ ମନ୍ଦିର ଯାଆନ୍ତୁ। ଶିବ ଦେବଦେବ ମହାଦେବଙ୍କୁ ଦର୍ଶନ କରନ୍ତୁ। ଆପଣଙ୍କ ଲାଇଫରେ ମହା ପରିବର୍ତ୍ତନ ଆସିବ ନିଶ୍ଚିତ ଭାବରେ। ରହୁଛି ନମସ୍କାର। ଏଠି ଭଲ ଲାଗୁଥାଏ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ପୁଣି ନୂଆ ନୂଆ ଟପିକ ଆଣିବି। ରହୁଛି।